ନିଆଁରେ ଜଳୁଛି ଜାନ୍ତାଳ ପାହାଡ଼। ହେଲେ ବନ ବିଭାଗ ଶୋଇ ରହିଥିବା ବେଳେ ଜନବସତି ମୁହାଁ ହେଉଛନ୍ତି ଜୀବଜନ୍ତୁ। ତେବେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟଠାରୁ ମାତ୍ର 12 କିଲୋମିଟର ଦୂର ଜାମଦା ବ୍ଲକର କଇଁପୁର ଗ୍ରାମ ନିକଟରେ ଜାନ୍ତାଳ ପାହାଡ଼ ରହିଛି। ଦୀର୍ଘ ବର୍ଷ ଧରି ଏଠାରେ ପ୍ରସିଦ୍ଧ ଜାନ୍ତାଳ ପର୍ବ ପାଳନ କରାଯାଉଥିବା ବେଳେ ପାହାଡ଼ରେ ରହିଛି ବାବା ନୃସିଂହନାଥଙ୍କ ପୂଜାସ୍ଥଳୀ। ସେପଟେ ଏହି ପାହାଡ଼ିଆ ଜଙ୍ଗଲରେ ବହୁ ଜୀବଜନ୍ତୁ ବାସ କରିବା ସହ ଔଷଧୀୟ ବୃକ୍ଷଲତା ମଧ୍ୟ ରହିଛି। କିନ୍ତୁ ପାହାଡ଼ରୁ ପଥର ଲୁଟ୍ କରିବା ପାଇଁ ମାଫିଆମାନେ ପାହାଡ଼ିଆ ଜଙ୍ଗଲରେ ଲଗାଇ ଦେଇଛନ୍ତି ନିଆଁ। ଫଳରେ ହୁତୁ ହୁତୁ ହୋଇ ଜଙ୍ଗଲ ଜଳିବା ସହ ଜୀବଜନ୍ତୁ ହେଉଛନ୍ତି ଗାଁ ମୁହାଁ। ହେଲେ ବନ ବିଭାଗ ସବୁ ଜାଣି ସୁଦ୍ଧା ଅଜଣା ପରି ରହୁଥିବା ବେଳେ ନିଆଁ ଲିଭାଇବା ପାଇଁ କେହି ଆସୁନାହାନ୍ତି। ନିଆଁରେ ପୋଡ଼ି ଜଙ୍ଗଲ ସଫା ହୋଇଗଲେ ମାଫିଆମାନେ ପଥର କାଟି କ୍ରସରକୁ ଦେଇ ମାଲେମାଲ ହୋଇଯିବେ। ସେଇଥିପାଇଁ ମାଫିଆମାନେ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ବେଳେ ଜାନ୍ତାଳ ପାହାଡ଼ର ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ସୁନିଲ କୁମାର ମହାପାତ୍ରଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।